हाय फ्रेंड्स, वेलकम टू माय न्यू ब्लॉग। तो फास्ट आमर गोटे ओटी थिला तो मु ओटी साथ देली। ओटी सारी बाहरिली मात्र काली पूजा देखा कारण जेहेतु चरमपार मो मामू घर तो से जाइली मुझे पर ये जीवन यहाँ तो केवे हो पार मु तो जो जी आम धन तुम सहित से जीव तापर सबुठ लाइटिंग माने लाइटिंग वाला बेला ये टाइम होता तो बहुत भल लगुला। तो तापर आम ये जो बाउंस मिनिमम 10 वर्ष पर ही देखुची ମାନେ ବହୁତ ଦିନ ପରେ ତାପରେ ଆମେ ଭାବିଥିଲୁ ବୁଲାବୁଲି କରିବାକୁ। ତ ଏଇଟା ହଉଛି ହାଇସ୍କୁଲ ପଡ଼ିଆ ମେଢ଼ଟା ସେଟା ବହୁତ ସୁନ୍ଦର ଥିଲା। ଆଉ ଏଥିରେ ଆମେ ଦେଖୁଥିଲୁ ସିସିଟିଭିରେ ଆମ ମୋଟି ତାପରେ ଦେଇଗଲା ଟିକେ ମିକି ମାଉସରେ ଝୁଲିବାକୁ କିନ୍ତୁ ସେମାନେ ଯେହେତୁ ମନା କଲେ ଏତେ ବଡ଼ ବୁଲା ହେଇକି ଆସିଛ ତ ବେଜି ଧରିକି ଦୌଡ଼ିଛି ସେ। ତାପରେ ଆମେ ଯାଇ ପହଞ୍ଚିଥିଲେ ଏରେଇ ମେଢ଼ ପାଖରେ। ଏରେଇଟା ହିଁ ମୁଁ ଯେତେ ବର୍ଷ ହେଲାଣି ଦେଖି ଆସୁଛି ମାନେ ଯାହା ମାନେ ମୋ ଫିଲ୍ ଅନୁଯାୟୀ ବାକି ମତେ ସବୁଥର ଏରେଇ ମେଢ଼ଟା ହିଁ ଭଲ ଲାଗେ। ତାପରେ ଆମେ ଗୁପଚୁପ ଖାଇବାରେ ଲାଗିଗଲୁ। ଗୁପଚୁପ ଖାଇସାରି ବାହାରିଲୁ ଚିକେନ କବାବ ଖାଇବାକୁ କାରଣ ମୁଁ ତ ଚିକେନ କବାବ ମତେ ଏତେ ପସନ୍ଦ ନୁହଁ। ଆମ ଧନ ଖାଇଲା। ତାପରେ ଏ ଦି ଜଣ ଯେମିତି କହୁଛନ୍ତି ସେଟା 5 ବର୍ଷର ପିଲା ଏମାନେ ତାଙ୍କୁ ଦେଖି ବହୁତ ଖୁସି ବି ଲାଗୁଛି। ମାଉସୀ ପୁତୁରା ବୋଲି ସେଇଟା ବି କହିଲି। ତ ତାପରେ ଆମେ ବାହାରିଥିଲୁ ହାଇସ୍କୁଲ ପଡ଼ିଆ ମେଢ଼ ଦେଖିବାକୁ। ତାପରେ ଘୁରୁଥିଲୁ ତାପରେ ଆମ ଧନ ଗୋଟେ ଟେଡି ପସନ୍ଦ ହେଇଯାଇଥିଲା ତାପରେ ମୁଁ ବି ଗୋଟେ ଚାବି ରିଙ୍ଗ କିଣିବାର ଥିଲା। ତ 3 ତାରିଖ ଅଚାନକ ଭାଇ ଦେଖା ହେଇଗଲା। ତ ଭାଇ ତ ଯୋଉ କଥା କହିଲେ ପ୍ରିଭିୟସଲି ଦେଖିଥିବେ ମୁଁ ଗୋଟେ ଖୁଣ୍ଟି ନେଇଥିଲି ତ ଖୁଣ୍ଟି ମତେ ଏଠି କିଛି ପସନ୍ଦ ଆସିଲାନି ବାକି ଭଲ ଲାଗୁଥିଲା। ତାପରେ ଆମେ ଧନ କାନ୍ଦିଲା ଏଥିପାଇଁ କି ମତେ କାହିଁକି ଝୁଲେଇଲୁନି। ଭାଇ ଆମକୁ ଡର ଲାଗୁଛି ତାକୁ ଲେଟ୍ ହଉଛି ରେଡି ଟୁ ମାଇ ପେଙ୍ଗୁଇନ